ଗୋଟେ ପ୍ରଶ୍ନ ଅଛି ଗଣିତ। ତୁମ ଚତୁଃପାର୍ଶ୍ୱରେ ଥିବା ସସୀମ ସେଟ୍, ଅସୀମ ସେଟ୍ ଓ ଶୂନ୍ୟ ସେଟ୍ ପ୍ରତ୍ୟେକରୁ ଦୁଇଟି ଲେଖାଏଁ ଉଦାହରଣ ଦେବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଅଛି ଇଂରାଜୀ ଅକ୍ଷରର ସ୍ୱରବର୍ଣ୍ଣ ସେଟ୍ ଟିକୁ ତାଲିକା ପଦ୍ଧତିରେ ଲେଖିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଯଦି a = 1 2 3 4 5 b = 3 4 5 6 7 ତେବେ a ୟୁନିୟନ b କେତେ ଏବଂ a ଇଣ୍ଟରସେକ୍ସନ b କେତେ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଭିନ୍ନ ଭିନ୍ନ ଯେକୌଣସି ତିନି ଗୋଟି କୋଣ ଅଙ୍କନ କରି ସେଗୁଡ଼ିକୁ ପ୍ରୋଟ୍ରାକ୍ଟର ସାହାଯ୍ୟରେ ମାପି ଲେଖ ଓ ପ୍ରତ୍ୟେକ କେଉଁ ପ୍ରକାର କୋଣ ଚିହ୍ନଟ କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଉକ୍ତ କୋଣର ନାମ, ଶୀର୍ଷ ଓ ବାହୁମାନଙ୍କର ନାମ ଲେଖିବ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦୁଇଟି ସୂତା ଖଣ୍ଡ ନେଇ ଅଠା ସାହାଯ୍ୟରେ ଏପରି ସଂଯୋଗ କର ଯେପରି ସେମାନେ ପରସ୍ପରକୁ ଛେଦ କରିବେ। ଛେଦ ହେଲା ପରେ ସମୁଦାୟ କେତୋଟି କୋଣ ସୃଷ୍ଟି ହେଲା, ଉତ୍ପନ୍ନ କୋଣଗୁଡ଼ିକୁ ନାମିତ କର ଓ ପରିମାଣ ମାପି ଲେଖ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ନିଜ ଖାତାରେ 1ରୁ 15 ଯାଏ ସଂଖ୍ୟା ଲେଖି ସେଗୁଡ଼ିକର ବର୍ଗ ଓ ଘନର ଏକ ଚାର୍ଟ ପ୍ରସ୍ତୁତ କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରି ଲେଖି ଜଣାଇବ ଏବଂ ଏହା ଭେରି ଇମ୍ପୋର୍ଟାଣ୍ଟ ହେଇଥିବାରୁ ନିଜର ସାଙ୍ଗସାଥିମାନଙ୍କ ନିକଟକୁ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।